ଜୁହାର ଦର୍ଶକ ବନ୍ଧୁ ପୁଣି ଏକ ନୂତନ ଭିଡ଼ିଓକୁ ସ୍ୱାଗତ ଆପଣମାନଙ୍କୁ ପି ଫାର୍ମିଂ ଚ୍ୟାନେଲରେ। ତ ଆଜି ଆଲୋଚନା କରିବା ଚାଷୀମାନେ ଦେଖୁନ୍ ଆଜିକାଲି ସରକାର ସମସ୍ତ ଚାଷୀଙ୍କ ପାଇଁ ଏଗ୍ରିଷ୍ଟାର ଫାର୍ମର ରେଜିଷ୍ଟ୍ରି ବା ଏକ ଡିଜିଟାଲ ଚାଷୀ ପରିଚୟ ପତ୍ର ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣଙ୍କର ଏହି ପଞ୍ଜୀକରଣ କରୁନାହାନ୍ତି ତେବେ ଆପଣ କେଉଁ କେଉଁ ସୁବିଧାର ହରାଇବେ ସେ ବିଷୟରେ ଆମେ ଆଲୋଚନା କରିବା। ତ ଦେଖୁନ୍ ଯଦି ଆପଣମାନେ ଫାର୍ମ ରେଜିଷ୍ଟ୍ରି ନେଇ କରିବେ ତାହେଲେ ଦେଖুন ପିଏମ୍ କିଷାନ ସିଏମ୍ କିଷାନ ହେଲା ଫସଲ ବୀମା ରାଜ୍ୟ ସରକାରଙ୍କ ଯେତେ ବି ଆପଣମାନେ ସରକାରୀ ସୁବିଧା ଋଣ ସବସିଡି ଯାହା ବି କିଛି ଅଛି ସବୁ ଆପଣମାନେ ପାଇନି ପାରନ୍। ଏ ଗୋଟେ କଥା ଜାଣିଛନ୍। ତ ଭିଡ଼ିଓ ମୂଳ ଶେଷ ତକ ଦେଖବେ, ଏଇଟା ଇମ୍ପୋର୍ଟାଣ୍ଟ ଭିଡ଼ିଓ है ଯେନ୍ମାନେ ଚାଷ କରୁଛନ୍ କିମ୍ବା ନେଇ କରବାର୍ ସମସ୍ତଙ୍କ ଲାଗି ଇମ୍ପୋର୍ଟାଣ୍ଟ। ଆପଣମାନେ ସିଏମ୍ କିଷାନ ପିଏମ୍ କିଷାନ ଠାରୁ ସରକାରୀରୁ ଯେତେ ବି ସହାୟତା ଆସୁଛି ସବୁ ଆପଣମାନେ ହରାବେ ଯଦି ଫାର୍ମର ରେଜିଷ୍ଟ୍ରି ନେଇ করবে। তো টোটাল আলোচনা করমা ভিডিও মূল শেষ তক জুড়ে হন। যদি আমার চ্যানেলকে নূয়া আসবে নিশ্চয় সবসক্রাইব করবে এবং বেল আইকন দবাই দেবে যার থ্রুকে চাষী ইনফরমেশন ভিডিও লা কিংবা চাষবাস বাবদের ভিডিও আপনার পাইপারবে। তো চাষী ভাই মানে আজ আলোচনা করমা আমি তো এই বিষୟରେ যে এগ্রিস্টার ফার্মর রেজিস্ট্রি যেটা সমস্ত ওড়িশার চাষী মান বাধ্যতামূলক করা যাইছে। যে চাষ করুছন এবং ସବୁକିଛି ଯେଉଁ ଋଣ ଆଣୁଛନ୍ ସବସିଡ଼ି ସାର ବିହନ ଯେଉଁ ଆଣୁଛନ୍ ପିଏମ୍ କିଷାନ ସିଏମ୍ କିଷାନ ପାଉଛନ୍ ଏବଂ ଗଭର୍ଣ୍ଣମେଣ୍ଟର ଯାହା ବି ସ୍କିମ୍ରେ ଯେଉଁ ଆପଣମାନେ ସବସିଡ଼ି ଆଣୁଛନ୍ ସେଟା ଆପଣମାନେ ଆଉ ଆନିନି ପାରନ ଯଦି ଏଗ୍ରିଷ୍ଟାରରେ ନେଇ করবে। তো ଚାଲୁ ଦେଖୁନ୍ ଏଗ୍ରିଷ୍ଟାରରେ ଯଦି ଆମେ ରେଜିଷ୍ଟ୍ରେସନ করମା ତାହେଲେ ଆମକୁ ଜାନବାର ପଡ଼ବା ଯେ ଆମକୁ ଯୋଗ୍ୟ କି ଅଯୋଗ୍ୟ, ତାପରେ ଆମେ ସବୁ ଆଲୋଚନା করমা। ଦେଖୁନ୍ ଯଦି ଆପଣମାନେ ଏଗ୍ରିଷ୍ଟାରରେ ଯଦି ଆପଣମାନେ ଫାର୍ମର ରେଜିଷ୍ଟ୍ରି କରୁଛନ୍ ତାହେଲେ ଆପଣଙ୍କର ନାଁରେ ପାର୍ଚାରେ ନାଁ ଥିବାର କଥା। ଯେଉଁମାନେ ବି ଯେଉଁ ଚାଷୀ ମାନେ କରବାର୍ ଲାଗି ଚାହୁଁଛନ୍ ତାହେଲେ ଆପଣଙ୍କର ପାର୍ଚାରେ ଆପଣଙ୍କର ନାଁ ଥିବାର କଥା। ଯଦି ପାର୍ଚାରେ ନାଁ ନାଇଁନ ତାହେଲେ ଆପଣମାନେ ଫାର୍ମର ରେଜିଷ୍ଟ୍ରି କରି ନେଇ ପାରବନ୍ ଏଗ୍ରିଷ୍ଟାରରେ। ଏ ଗୋଟେ କଥା ଜାଣିଥନ୍। ତ ଚାଷୀ ଭାଇମାନଙ୍କୁ ଅନୁରୋଧ ଯେ ସେମାନେ ଆପଣଙ୍କର ଯେଉଁ ପୂର୍ବପୁରୁଷମାନଙ୍କର ନାଁ ଅଛି ଆପଣଙ୍କର ବାପା ଅଜାଙ୍କର ନାଁ ଅଛି ସେଟାକେ ଯାଇକରି ଆପଣମାନେ କଲମ 2ରେ ଚେଞ୍ଜ କରିଦେଉନ୍ ଏବଂ ଆପଣଙ୍କର ନାଁ ଅପଡ଼େଟ୍ କରିଦେଉନ୍। ନଚେତ ଆପଣମାନେ ସବୁ କିଛି ହରାବେ ଜାନିଥନି ଗୋଟେ କଥା। ତ ଫାର୍ଷ୍ଟ ଆମକୁ ପାର୍ଚାରେ ନାଁ ଦରକାର ହେବା। ତ ସେଥିଲାଗି ଆପଣମାନେ ନିଜେ ଯାଇକରି ଆପଣଙ୍କର ଆଧାର କାର୍ଡ଼ ମୋବାଇଲ ନମ୍ବର ଏବଂ ପାର୍ଚା ନେଇକରି ଆପଣଙ୍କର ତହସିଲକେ ଯାଇକି ଆପଣମାନେ ପହଲା ନାଁ ଅପଡ଼େଟ୍ କରୁନ୍ ଆପଣଙ୍କର। ତାପରେ ପାର୍ଚାରେ ନାଁ ଅପଡ଼େଟ୍ ହେଇ ସାରିଲା ପରେ ଆପଣଙ୍କର ନାଁ ଚଢ଼ି ସାରିଲା ପରେ ଆପଣମାନେ କାଣା করবে এই এগ্রিস্টার ফার্ম রেজিস্ট্রি କରିପାରିବେ। ନଚେତ ଆପଣମାନେ କରି ନେଇ ପାରନ୍। ତ ଚାଲୁ ଚାଷୀ ଭାଇମାନେ ଏଗ୍ରିଷ୍ଟାରରେ ଯେଉଁ ସବୁ ଜିନିଷ କଟିଯିବା କହୁଛନ୍ ଏବେ ଦେଖୁନ୍ ସିଏମ୍ କିଷାନ ପିଏମ୍ କିଷାନ ହେଲା। ସିଏମ୍ କିଷାନରେ ବି ଦେଖୁନ୍ ଏବେ ଯେନ୍ମାନେ ପାଉଥିଲେ ଏବଂ ଯେନ୍ମାନେ ନୂଆ ବି ଆବେଦନ করবে ତାଙ୍କର ଫାର୍ମର ରେଜିଷ୍ଟ୍ରି ଲାଗ୍ବା। ସେ ଆଇଡି ଯେନ୍ତା ଡିଜିଟାଲ ପ୍ରମାଣପତ୍ର ସେ ଏକା ନମ୍ବର ଲାଗ୍ବା। ଆଗରୁ ଯେନ୍ତା ଫାର୍ମର ଆଇଡି ଖାଲି ଥିଲା ସେଟା ସବୁ ଜାଗାରେ ଲାଗୁଥିଲା। ବର୍ତ୍ତମାନ এটা ଫାର୍ମର ରେଜିଷ୍ଟ୍ରି ଯେଉଁ କରାହେଉଛି ସେଥିରେ ଆଇଡି ବନବା ଡିଜିଟାଲ ଆଇଡି। ତ ସେଟା ଏକା ଲାଗ୍ବା ଚାଷୀ ଭାଇମାନେ। ତ ଦେଖୁନ୍ ତ ସେଥିଲାଗି ହେଲେ ଆପଣମାନଙ୍କୁ ଯାଇକରି ଆପଣମାନେ ପାର୍ଚା ନିଜର ନାଁ ଅପଡ଼େଟ୍ କରୁନ୍ କିମ୍ବା ପାର୍ଚା ଡିଭାଇଡ଼ କରୁନ୍ ଏବଂ ଆପଣଙ୍କର ନାଁ ଚଢ଼ିଲେ ଯେ ଆପଣମାନେ ଏଗ୍ରିଷ୍ଟାରରେ ପାଇବେ ଏବଂ ତାପରେ କରିପାରିବେ। ଦେଖୁନ୍ ଚାଷୀ ଭାଇମାନେ ଯେଉଁ ସରକାରୀ ସହାୟତା ଅଛେ କୁହାଯାଉଛି ଦେଖୁନ୍ ଫାର୍ଷ୍ଟ ଆମେ କେନ୍ କେନ୍ ସୁବିଧା ହରାବେ ଆପଣମାନେ ଯଦି ଏଗ୍ରିଷ୍ଟାରରେ ରେଜିଷ୍ଟ୍ରେସନ ନେଇ করবে ବେଲେ। ଯଦି କୃଷକ ରେଜିଷ୍ଟ୍ରି ନେଇ করবে ଏଗ୍ରିଷ୍ଟାରରେ ତାହେଲେ ଆପଣମାନେ କେନ୍ କେନ୍ ଜିନିଷ ହରାବେ ଚାଲୁନ୍ ଆଲୋଚନା କରମା। ତ ଚାଷୀ ଭାଇମାନେ ଦେଖୁନ୍ ଫାର୍ଷ୍ଟ ହେଲା ପିଏମ୍ କିଷାନ ଯେଉଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ବାର୍ଷିକ 6000 ଟଙ୍କା ଲେଖାଏଁ ମିଳୁଛି ଆମକୁ ପିଏମ୍ କିଷାନ ବାବଦରେ, ଯେନ୍ଟାକି 3ଟା କିସ୍ତି ମାଧ୍ୟମରେ ଦେଇ ଦିସନ୍ 2,000 ଟଙ୍କା 6,000 ଟଙ୍କା ଚାଷ କାମରେ ବ୍ୟବହାର করবার লাগে। তো সেই সুবিধা ବି ଆପଣମାନେ ଆଉ ପାଇ ନେଇ ପାରନ୍। ফার্মর রেজিস্ট্রি যদি নেই করবে এগ্রিস্টারে তাহলে আপনার পিএম কিষান টঙ্কা ভুলি যান চাষী ভাইମାନେ। যেনମାନଙ୍କର ପାର୍ଚାରେ ନାଁ ଅଛେ ସେମାନେ କରିପାରିବେ, ସେମାନେ ହିଁ ପଇସା ପାଇବେ। ଯେନ୍ମାନେ ନୂଆ ଆବେଦନ করবে ତ ସେଟା ଲାଗୁଛି ପ୍ଲସ୍ ଯେନ୍ମାନେ ଆଗରୁ ପାଉଥିଲେ ବି ପିଏମ୍ କିଷାନ ଟଙ୍କା ଯେନ୍ମାନେ ପାଉଥିଲେ ବି ସେମାନେ ସେ ଆଇଡି ଲିଙ୍କ করবার পড়বা। তো ଆପଣଙ୍କର ପାଖେ ଆଇଡି ମିলବା କେନ ଆପଣଙ୍କର ଯଦି ଏଗ୍ରିଷ୍ଟାରରେ ଯଦି ନେଇ করবে ବେଲେ ତ ଜଲ୍ଦି ଜଲ୍ଦି ସେଟା করবে। ତାପରେ 2 নম্বর আসলা দেখুন রাজ্য সরকারଙ୍କ যোজনা ଯେଉଁ সিএম কিষান সেটা ବି ନେଇ ମିଲି। ଯେଉଁ ସିଏମ୍ କିଷାନ ଟଙ୍କା ମିଳୁଥିଲା ସେଟା ବାଧ୍ୟତାମୂଳକ ଫାର୍ମ ରେଜିଷ୍ଟ୍ରି ଗଲେ ଯେ ଏକା ସିଏମ୍ କିଷାନ ଟଙ୍କା ବି ମିଲବା। ଜାଣିପାରିଲେ ଚାଷୀ ଭାଇମାନେ ପିଏମ୍ କିଷାନ ଏବଂ ସିଏମ୍ କିଷାନ ଆଉ ନେଇ ମିଲେ ଯଦି ଫାର୍ମର ରେଜିଷ୍ଟ୍ରି ନେଇ করবে ବେଲେ। ତାପରେ আসলা প্রধানমন্ত্রী ফসল বীমা যোজনা। দেখুন ଯେଉଁ ଆମର ଫସଲ ଚାଷ କରୁଛୁ ଚାଷୀ ଭାଇମାନେ ଆମର ଫସଲ ମରୁଡ଼ି ହେବା କିମ୍ବା ବର୍ଷା ପାଣିରେ ଯଦି ଫସଲ ନଷ୍ଟ ହେବା ସେଥିଲାଗି ଆମେ ବୀମା ଭରି ଦିସୁଁ ଫସଲ ବୀମା ଟଙ୍କା। ଆମର ଧାନକେ ଯଦି ମରୁଡ଼ି ହେଲା କିମ୍ବା ଯେକୌଣସି ପ୍ରୋବ୍ଲେମ୍ କ୍ଷୟକ୍ଷତି ହେଲା ବେଲେ
ଧୋକା ପବନରେ କିମ୍ବା ବାତ୍ୟାରେ ଯଦି କ୍ଷୟକ୍ଷତି ହେଲା ବେଲେ ଆମେ କାଣାକି ଫସଲ ବୀମା ଟଙ୍କା ବାନ୍ଧିଥିସୁଁ। ତ ସେଥିରେ ବି ଆପଣମାନେ ଦେଖୁନ୍ ସେଟା ବି ଆପଣମାନେ କରି ନାଇଁ ପାରନ୍ତେ ବି ଯଦି ଫାର୍ମର ରେଜିଷ୍ଟ୍ରି ଫାର୍ମର ଆଇଡି ଯଦି ନେଇଥିବା ସେ ଏଗ୍ରିଷ୍ଟାରରେ ତ ଆପଣମାନେ ଏଇ ଫସଲ ବୀମା ଟଙ୍କା ବି କ୍ଷତିପୂରଣ ଆଉ ଆପଣମାନେ ଫସଲ ବୀମା ହିଁ ଭରି ନାଇଁ ପାରନ ଚାଷୀ ଭାଇମାନେ। ତ ଏଇଟା ବାଧ୍ୟ କରବାର୍କେ ହିଁ ପଡ଼ବା, ମଜବୁରୀ ହେଇଗଲା, ବାଧ୍ୟ କରବାର୍କେ ପଡ଼ବା ସମସ୍ତ ଚାଷୀମାନଙ୍କୁ। ଦେଖୁନ୍ ଯେଉଁ ବ୍ୟାଙ୍କରେ ଆପଣମାନେ ଯେଉଁ ଲୋନ୍ ଆନୁଛନ୍ କିଷାନ କ୍ରେଡ଼ିଟ୍ କାର୍ଡ଼ରେ ବି କିମ୍ବା କୌଣସି ଚାଷୀ ହିସାବରେ ଯଦି ଲୋନ୍ ଆନୁଛନ୍ ସେଟା ବି ଆପଣମାନେ ସେ ଆଇଡି ଯଦି ନି ହେବା ତାହେଲେ ଆପଣମାନେ କୌଣସି ଲୋନ୍ ବି କୌଣସି ବ୍ୟାଙ୍କରୁ ଆନି ନାଇଁ ପାରନ୍ ଚାଷୀ ହିସାବରେ ଯଦି ଲୋନ୍ ଆନୁଛନ୍। ଯଦି ଆପଣମାନେ ଚାଷୀ ଭାଇମାନେ ଦେଖୁନ୍ କିଛି ସବସିଡ଼ି ଆନୁଛନ୍ ବିହନ ହେଲା, ସାର ହେବା କିମ୍ବା କୃଷି ଯନ୍ତ୍ରପାତି ଆପଣମାନେ ଯେଉଁ ରୋଟାଭେଟର, ଟ୍ରାକ୍ଟର ଯେକୌଣସି ଚାଷ ପାଇଁ ଯେଉଁ ଉପଯୋଗୀ ସାମଗ୍ରୀ ଅଛି ମେସିନାରୀ ଜିନିଷ ଯେନ୍ତାକି ଟ୍ରାକ୍ଟର ଆନୁଛନ୍ ସେ ଫାର୍ମର ଆଇଡି ଦେଇକିନା, ସାର ଆନୁଛନ୍, କୃଷି ଯନ୍ତ୍ରପାତି ଯେନ୍ଟାକି ଆମର ରୋଟାଭେଟର ହେଲା, ପାୱାର ୱିଡର ହେଲା, ପାଇପ୍ ହେଲା, ମେସିନ୍ ହେଲା କିମ୍ବା ଯେଉଁ ଆମର ସ୍ପ୍ରେ ଗଲା ମେସିନ୍ ହେଲା, ଯାହା କିଛି ଚାଷର ଯେକୌଣସି ମେସିନାରୀ ଜିନିଷ ଯେଉଁ ସବସିଡ଼ିରେ ମିଲୁଛେ ସେଟା ବି ଆପଣମାନେ ଆଉ ପାଇ ନାଇଁ ପାରନ୍ ଯଦି ଏଗ୍ରିଷ୍ଟାରରେ ଆପଣମାନେ ଯଦି ରେଜିଷ୍ଟ୍ରେସନ୍ ନି କରିଥିବେ। ଦେଖୁନ୍ ତାପରେ ଏବେ ତ ଏତେ ତ ଅପଡେଟ୍ ଆସିଛେ, ଦେଖୁନ୍ ଆଗ୍କେ ଏଇଟା ସବୁ ଲାଗୁ ହେବା। ବର୍ତ୍ତମାନ ସିଏମ୍ କିଷାନ ପିଏମ୍ କିଷାନ ଜନାଗଲାନ। ପରେ କୁହାଯାଉଛି କି ଧାନ ମଣ୍ଡିରେ ବି ଯଦି ଆପଣମାନେ ଧାନ ବିକ୍ରି କରିବେ ତାହେଲେ ଏଇ ଆଇଡି ଲାଗ୍ବା ବୋଲି କୁହାଯାଉଛି। ତ ଦେଖୁନ୍ କେତେ ଦୂର ତକ୍ ପ୍ରୋସେସ୍ ହେବା ଏଇଟା ତ ଦେଖୁନ୍ ବର୍ତ୍ତମାନ ପିଏମ୍ କିଷାନ ସିଏମ୍ କିଷାନ ଅନଲାଇନ୍ କଲେ ବର୍ତ୍ତମାନ ଏଇଟା ଲାଗ୍ଲାନ ଏବଂ ଆଗାମୀ କିସ୍ତି ଯେଉଁ ପିଏମ୍ କିଷାନ ଆସ୍ବା ବି ଦେଖିବେ ବହୁତ ଲୋକ କଟିଯିବେ ହୁଏତ ଯଦି ଏଇଟା ଲାଗୁ କରିଦେଲି। ତ ଏବେ ଟାଇମ୍ ଅଛି ଚାଷୀ ଭାଇମାନେ, ତ ଆମକୁ ଜଲ୍ଦି ଜଲ୍ଦି ସବୁ କରବାର୍ ପଡ଼ବା, ନା ଅପଡେଟ୍ କରବାର୍ ପଡ଼ବା। ଯଦି ପରେ ହେବା ଲେଟ୍ ହେବା ତାହେଲେ ଆମେ ସବୁ କିଛି ପାଇ ନାଇଁ ପାରୁ। ଆଉ ଚାଷୀ ଦେଖୁନ୍ ଓଡ଼ିଶାରେ ଚାଷୀ ଭାଇମାନେ 90% 80%ରୁ 90% ଲୋକଙ୍କର ନାଁରେ ପାର୍ଚା ନାଇଁନ। ଗୋଟେ କଥା ଜାଣିଥନ୍ 80ରୁ 90% ଲୋକ ଓଡ଼ିଶାର ନିଜର ନାଁରେ ପାର୍ଚା ନାଇଁନ, ନିଜର ବାପା ଅଜାଙ୍କ ନାଁରେ ସବୁ ଅଛି। ତ ଜମି ଏବେ ବହୁତ ଝଞ୍ଝଟ, ଯଦି ନା ଆମେ ଚଘେଇଦେମା ସମସ୍ତଙ୍କର ବହୁତ ପ୍ରୋବ୍ଲେମ୍ ହେଉଛି। ତ ସେଥିଲାଗି କଲମ 2ରେ ନାଁ ଚେଞ୍ଜ କରବାର୍ ଲାଗି ସରକାର ଆହ୍ୱାନ କରିଛନ୍ ଏବଂ ସେଟା ତୁରନ୍ତ ହେଉଛି ବି। ଯଦି ଚାହିଁଲେ ଆପଣମାନେ ଯାଇକରି ନିଜର ନାଁକେ ଚଢ଼େଇ ଦେବେ ଚାଷୀ ଭାଇମାନେ, ନିଜର ନାଁ ପାର୍ଚାରେ ଚଢ଼େଇ ସାରିଲା ପରେ ଆପଣମାନେ ଏହି କୃଷକ ରେଜିଷ୍ଟ୍ରି ଫାର୍ମ ରେଜିଷ୍ଟ୍ରି କରିପାରିବେ ଏଗ୍ରିଷ୍ଟାରରେ ଏବଂ ଆଇଡି ବନେଇ ପାରିବେ। ଆଇଡି ବନେଇ ସାରିଲା ପରେ ଆପଣ ସବୁ କିଛି ଆପଣଙ୍କର ସବୁ ସୁବିଧା ପାଇପାରିବେ। ଦେଖୁନ୍ ଏଇଟା କାଁ ହେଲା ଯେ ଆବଶ୍ୟକ, এই ଯେଉଁ ଏଗ୍ରିଷ୍ଟାରରେ ଫାର୍ମ ରେଜିଷ୍ଟ୍ରିରେ ଆମେ କାଁ ହେଲା ଯେ ଏଇଟା କର୍ମା, ଚାଲୁନ୍ ଆଲୋଚନା କର୍ମା। ଏ ଏଗ୍ରିଷ୍ଟାର ବ୍ୟବସ୍ଥା ଦ୍ୱାରା ଦେଖୁନ୍ ଆପଣଙ୍କର ଜମିର ରେକର୍ଡ, ଆଧାର କାର୍ଡ଼ ସଂଯୋଗ କରିଦେବା ସବୁ ତଥ୍ୟାବଳୀ ଆପଣମାନେ କାଣା କି ସବୁ ଗୋଟେ ସେ ଆଇଡିରେ ସବୁ ସିଧାସଳଖ ରହିବା ଏବଂ ଯେକୌଣସି ଆପଣମାନେ ସୁବିଧା ଯେନ୍କି ଯିବି ମନେକର ଯେକୌଣସି ଅନଲାଇନ୍ କଲେ କିମ୍ବା ଆପଣମାନେ କୌଣସି ମେସିନାରୀ ଗଲେ କିମ୍ବା ଜାଣା ସେଇ ଆଇଡି ମାରିଦେଲେ ଆପଣଙ୍କର ଆକାଉଣ୍ଟ ବି ଲିଙ୍କ ଥିବା ଏବଂ ଆଧାର ବି ବାହାରିଯିବା। ଟୋଟାଲ୍ ଆପଣଙ୍କର ଜମିନ ପାର୍ଚା ପଟା ଟୋଟାଲ୍ ସବୁ ସେଥିରେ ବାହାରିଯିବା। ଆପଣଙ୍କୁ କୌଣସି ଡକୁମେଣ୍ଟସ୍ ନେବାର୍କେ ନି ପଡ଼େ। ତ ସେଥିରେ ସବୁ ଆପଣମାନେ ପାଇଯିବେ ଚାଷୀ ଭାଇମାନେ। ଦେଖୁନ୍ ଏଥିର୍ଲାଗି କେନ୍ କେନ୍ କାଗଜପତ୍ର ଦରକାର, ଯଦି ଫାର୍ମ ରେଜିଷ୍ଟ୍ରି କରିବେ ଚାଷୀ ଭାଇମାନେ ତାହେଲେ ଆପଣଙ୍କର ଆଧାର କାର୍ଡ଼ ନେବେ ଏବଂ ଜମି ପଟା ନେବେ ଏବଂ ମୋବାଇଲ ନମ୍ବର ଯେନ୍ଟା ଆଧାରରେ ଲିଙ୍କ ଥିବା ମୋବାଇଲ ନମ୍ବର VLW ବି କରୁଛନ୍ କିମ୍ବା CSC ସେଣ୍ଟରକେ ବି ଆପଣମାନେ ଯାଇକରି କରିପାରିବେ ଚାଷୀ ଭାଇମାନେ। ତ ଦେଖୁନ୍ ଆପଣମାନେ ସମାଜ ଥାଉ ଥାଉ ଚାଷୀ ଭାଇମାନେ ନିକଟର ଜନସେବା କେନ୍ଦ୍ର ଯାଇକରି କିମ୍ବା ଓଡ଼ିଶା ଏଗ୍ରିଷ୍ଟାକ୍ ପୋର୍ଟାଲ ମାଧ୍ୟମରେ ନିଜେ ଆପଣମାନେ ନିଜର ପଞ୍ଜୀକରଣ କରିପାରିବେ। ଦେଖୁନ୍ ଯଦି ଭିଡ଼ିଓଟା ଭଲ ଲାଗିଥିବା ଚାଷୀ ଭାଇମାନେ ଆମକୁ ନିଶ୍ଚୟ ଲାଇକ୍ଟେ କରିବେ, କମେଣ୍ଟ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରବାର୍କେ ନାଇଁ ଭୁଲବେ। ଜୟ କିଷାନ, ଜୟ ଭାରତ, ଜୟ ହିନ୍ଦ।